नमस्कार, ମୁଁ ସୁସ୍ମିତା ରଥ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଡେ 21 ର ମ୍ୟାଜିକ୍ ପ୍ରାକ୍ଟିସ୍ କରିବା ମ୍ୟାଜିକ୍ ବୁକ୍ର, ଯାହାର ନାମ ହେଉଛି ମ୍ୟାଗ୍ନିଫିସେଣ୍ଟ ଆଉଟକମ୍, ବେହତରୀନ ପରିଣାମ। ଆପଣ ନିଶ୍ଚୟ କିଛି ଯଦି କାମ କରୁଛନ୍ତି ତାହେଲେ ନିଶ୍ଚୟ ତାର ଭଲ ପରିଣାମ ଚାହୁଁଥିବେ। କେମିତି ସେ ରେଜଲ୍ଟଟା, ମୁଁ ଏକ୍ଜାମ୍ ଦେଇ ଯାଉଛି ଯଦି ମୋ ରେଜଲ୍ଟ କେମିତି ଭଲ ହେବ, ମୁଁ ଇଣ୍ଟରଭ୍ୟୁ ଦେଇ ଯାଉଛି ତ ମୋର ଇଣ୍ଟରଭ୍ୟୁ କେମିତି ଭଲ ହେବ, ମୁଁ କୌଣସି ହସ୍ପିଟାଲରେ ଦେଖାଇବା ପାଇଁ ଯାଉଛି ଆମର ରିପୋର୍ଟ କେମିତି ଠିକ୍ ଆସିବ, ଏମିତି ବହୁତ କିଛି ପରିବାର ଶାନ୍ତି ପାଇଁ, ଟ୍ରାଭେଲ୍ ପାଇଁ, ପଇସା ସମ୍ବନ୍ଧୀୟ କାମ, ରିଲେସନରେ, କୋର୍ଟ କାମ, ଘର କାମ, ପ୍ରେଗନେନ୍ସି ପାଇଁ, ଯାହା ବି ଆପଣ ଚାହୁଁଛନ୍ତି ସେଇ କାମ ପାଇଁ ଆପଣ ବେହତରୀନ ପରିଣାମ ପାଇଁ ଆପଣ କହିବେ। ଲ ଅଫ୍ ଆଟ୍ରାକ୍ସନ୍ नियम कहुचे जे यह नियम है आकर्षण का नियम। ଆପଣ ଯଦି ବେହତରୀନ ପରିଣାମ ପାଇଁ ଆକର୍ଷିତ ହେବେ ଆଉ ଚାହିଁବେ ଯେ ମୋର ରେଜଲ୍ଟ ଭଲ ହେଇଛି କି ମୋର କାମଟା ଭଲସେ ହେଇଛି, ତାହେଲେ ନିଶ୍ଚୟ ସେ ରେଜଲ୍ଟ ଭଲ ହେବ, ତାର ପରିଣାମ ନିଶ୍ଚୟ ଭଲ ହେଇପାରିବ। ଯେମିତି ମିଟିଂରେ, ପରୀକ୍ଷାରେ, ମ୍ୟାଚ୍ରେ, ଫୋନ୍ କଲ୍, ଏମିତି ଆମେ ଫୋନ୍ କଲ୍ ବି ଆସିବା ଆଗରୁ ଆମେ କହିଦେଉ ଯେ ଫୋନ୍ଟା ମୋ ପାଇଁ ଭଲ ମାନେ ଖବର ଆଣୁଛି, ସେଥିରେ ବି ଭଲ ଖବର ଆସେ। ତ ତାର ହେଉଛି ଆମେ ଏଇ ଚାପ୍ଟରରେ ସର୍ବପ୍ରଥମେ 3ଟି ଭଲ, ବେଶୀ ନାହିଁ, ଆପଣ 3ଟି କାମ ଆପଣ ବାଛିବେ ଯେଉଁଟାକି ଆପଣଙ୍କ ପାଇଁ ଦରକାର, ଆପଣଙ୍କ ପାଇଁ ପୁରା ହେବା କଥା, ଯାଦୁଇ ଫଳାଫଳ ଯେମିତି ହେବ ନା। ଯାଦୁଇ ଫଳାଫଳ ଏ ଚାପ୍ଟର ନାମ, ଯେଉଁଥିରେ ଆପଣ ଭଲ ରେଜଲ୍ଟ ଚାହୁଁଛନ୍ତି ତାକୁ ଆପଣ ଲେଖିବେ, ଆଗ ଲିଷ୍ଟ ବନେଇବେ 3ଟା କାମ। ଯେମିତି ଏକ୍ଜାମ୍ପଲରେ ହେଉଛି ଜବ୍ ପାଇଁ, ଫାଇନାନ୍ସିଆଲି ପାଇଁ, ପ୍ରେଗନେନ୍ସି ପାଇଁ। ତ ମୁଁ ପ୍ରେଗନେନ୍ସି ପାଇଁ ଆପଣଙ୍କୁ ଫାଷ୍ଟ ଉଦାହରଣ ଦେଉଛି। ଆପଣ ଲେଖିବେ ପ୍ରେଗନେନ୍ସି ଆପଣଙ୍କ ଇଚ୍ଛା, ସେଥିରେ ଆପଣ ଲେଖିବେ ମୁଁ ସୁସ୍ଥ, ସୁରକ୍ଷିତ ଏବଂ ଖୁସିରେ ପ୍ରେଗନେନ୍ସି ମୋର ହଉ କହିକିନା ଆପଣ ଫାଷ୍ଟ ଲେଖିବେ। ଆପଣ ଦିନ ସାରା ଆପଣ ଯାହା ଗ୍ରାଟିଚ୍ୟୁଡ଼ ଆଗରୁ ଯାହା ଯାହା ହେଇଛି ସେଇଟା କରିବା ପାଇଁ ପଡ଼ିବ। 10ଟା ଗ୍ରାଟିଚ୍ୟୁଡ଼ ଫାଷ୍ଟ, ତାପରେ ବାପା ମାଆଙ୍କ ପାଇଁ, ତାପରେ ଆପଣ ଯେଉଁ ଫଟୋ ରିଲେସନରେ ଯେଉଁ 3ଟା ନେଇଛନ୍ତି ସେଇଟା କରିବେ। 5 ଏଲିମେଣ୍ଟସର ଆଗରୁ ଯେଉଁଗୁଡ଼ାକ ହେଇଛି, ଯେମିତି ପାଣିକୁ ଆମେ ଖାଇବା ଧରିକିନା ତତ୍ତ୍ୱକୁ, 5 ଏଲିମେଣ୍ଟସକୁ ଆମେ ଗ୍ରାଟିଚ୍ୟୁଡ଼ କରିବା। ହାର୍ଟ ଥଟ୍, ଦିଲରୁ ନେଇ ଆମେ ଯେଉଁ ଗ୍ରାଟିଚ୍ୟୁଡ଼ ଯେଉଁ କରୁଛୁ ତାକୁ କରିବା। ଏମିତି ସବୁ କାମ କରିସାରିଲା ପରେ ଆପଣ ଦିନ ସାରା ଗ୍ରାଟିଚ୍ୟୁଡ଼ ଲେଖି ସାରିଲା ପରେ ଅନ୍ଧାରୁ, ତାପରେ ଆପଣ ଲେଖିବେ ମୋର ମାନେ ଯେଉଁ ଭଲ ଫଳାଫଳ ପାଇଁ। ତ ଫାଷ୍ଟ ଲେଖିବେ ପ୍ରେଗନେନ୍ସି ପାଇଁ, ଆପଣ ଲେଖିବେ ସେଇଟା ଗୋଟେ। ତାପରେ ସେକେଣ୍ଡରେ ଲେଖିବେ ଭଲ ରିଲେସନ୍ ପାଇଁ। ଆପଣଙ୍କ ଇଚ୍ଛା ମୋର ଭାଇ ସାଙ୍ଗରେ ହଉ, ସ୍ୱାମୀ ସାଙ୍ଗରେ ହଉ, ନଣନ୍ଦ ସାଙ୍ଗରେ ହଉ, ଶାଶୁ ସାଙ୍ଗରେ ହଉ, ମାନେ ଭଲ ରିଲେସନ୍ ମୋର, ଘରେ ଶାନ୍ତି ରହିବ, ମୋର ସମ୍ପର୍କ ତାଙ୍କ ସାଙ୍ଗରେ ବହୁତ ଭଲ ଅଛି, ଭରସା, ବୁଝିବା, ସମ୍ମାନ ଆଉ ଭଲ ଆଲୋଚନା ହୃଦୟରେ ସବୁ, ଏମିତି ଆପଣ ଲେଖିବେ। ସେକେଣ୍ଡରେ ହେଉଛି ଆପଣଙ୍କର ଯଦି ଜବ୍ ଚାହୁଁଛନ୍ତି, ନିଜ ଛୁଆର କ୍ୟାରିୟର ପାଇଁ ଜବ୍ ଚାହୁଁଛନ୍ତି, ବହୁତ ଜଣ କ୍ୱେଶ୍ଚିନ୍ ପଚାରନ୍ତି ନା ମୋ ପୁଅ ପାଇଁ ଆଡ଼ମିସନ୍ ପାଇଁ, ଜବ୍ ପାଇଁ, ତାପରେ ନିଜର ଜବ୍ ପାଇଁ, ଯେମିତି ବି ହଉ, ଏମିତି ମୁଁ 3ଟାର ଆଜି ଏକ୍ଜାମ୍ପଲ୍ ଦେବି। ତ ପ୍ରଥମେ ଆପଣ ଫାଷ୍ଟରେ ଲେଖିଲେ ପ୍ରେଗନେନ୍ସି ପାଇଁ। ତ ପ୍ରେଗନେନ୍ସିରେ ଆପଣଙ୍କର ଫାଷ୍ଟ ଅଛି, ଆପଣ ଯେଉଁ ଆଫର୍ମେସନ୍ଟା ଫାଷ୍ଟ ଲେଖିଲେ ମୁଁ ସୁସ୍ଥ ଅଛି, ପ୍ରେଗନେନ୍ସି ମୋର ସୁରକ୍ଷିତ ଭାବରେ ମୋର ହେଇଛି,
ଆଉ ମୁଁ ଖୁସି ଅଛି, ଶାନ୍ତି ଓ ଦିବ୍ୟ ଆଶୀର୍ବାଦରେ ଅଛି। ମୁଁ ବହୁତ ହୃଦୟରୁ ଧନ୍ୟବାଦ ଦଉଛି ମୋର ପ୍ରେଗନେନ୍ସି ପାଇଁ। ଆପଣ ଏମିତି ଲେଖିବେ। ଧନ୍ୟବାଦ 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 ମୋର जो भगवान को आपण मानती यूनिवर्स मोर प्रेगनेंसी ପାଇଁ संपूर्ण सुस्थ सुरक्षित एवं दिव्य भाव आरंभ होइछि। तापर लिखिबे मोर शरीर पूर्ण भावे तैयारी होइछि। प्रतिदिन मोर शरीर आहुरी भल हेउछि। भगवान दिव्य आशीर्वाद रे सब किछि सहज एवं शांति रे होउछि। मु निजको स्वस्थ शक्तिशाली एवं खुशी भावुछि। धन्यवाद प्रभु मो ପାଇଁ ଶ୍ରେଷ୍ଠ ଫଳାଫଳ ଦେବା ପାଇଁ। ଏମିତି ଆପଣ କରି ଲେଖିବେ। ତାପରେ ଆପଣ ଭିଜୁଆଲାଇଜ କରିବେ ଆଖି ବନ୍ଦ କରିକିନା ଆପଣ ସୁସ୍ଥ ଅଛନ୍ତି। ଆପଣଙ୍କର ପ୍ରେଗନେନ୍ସି ସୁରକ୍ଷିତ ଅଛି। ଆପଣ ବହୁତ ଖୁସି ଅଛନ୍ତି। ଏମିତି ଆପଣ ଭାବିବେ, ଭିଜୁଆଲାଇଜ କରିବେ ପ୍ରେଗନେନ୍ସି ହେଲେ ଆପଣଙ୍କୁ କେମିତି ଲାଗୁଛି, ଆପଣ କେତେ ଖୁସି ଅଛନ୍ତି ଅନୁଭବ କରିବେ। ତାପରେ ହୃଦୟରୁ ଆପଣ ଧନ୍ୟବାଦ ଦେବେ। ତାପରେ ଏଫର୍ମେସନ 5ଟା ଲେଖିବେ। ମୋ ଶରୀର ପ୍ରେଗନେନ୍ସି ପାଇଁ ପୂର୍ଣ୍ଣ ଭାବରେ ତିଆରି। ତ ମୁଁ ଆଗରୁ ବି କହିଲି ଦିନକୁ ଦିନ ମୋର ସ୍ୱାସ୍ଥ୍ୟ ଆଉ ଭଲ ହଉଛି। ମୁଁ ଦିବ୍ୟ ଆଶୀର୍ବାଦରେ ସୁରକ୍ଷିତ ଅଛି। ମୋର ଗର୍ଭ ସୁସ୍ଥ ଶାନ୍ତିମୟ ଓ ଖୁସିରେ ପରିପୂର୍ଣ୍ଣ। ଭଗବାନ ମୋତେ ସବୁଠାରୁ ଶ୍ରେଷ୍ଠ ଫଳାଫଳ ଦେଉଛନ୍ତି। ଏମିତି କହିକିନା ଆପଣ ଆଫର୍ମେସନଟା କହିବେ ଡେଲି କରିବେ। ଏମିତି ହେଉଛି ଫାର୍ଷ୍ଟଟା। ତାପରେ ସେକେଣ୍ଡଟା ହେଉଛି ଆପଣଙ୍କ ରିଲେସନ। ଯେଉଁ ରିଲେସନଟା ଚାହୁଁଛନ୍ତି ସେଟା ଆପଣ ଲେଖିବେ। ଧନ୍ୟବାଦ ଧନ୍ୟବାଦ ଭଗବାନ, ଆମର ସମ୍ପର୍କ ଆଜି ଦିବ୍ୟ ଭାବେ ସୁନ୍ଦର ହେଇଗଲା। ଆମେ ଦୁହେଁ ଏକା ଅନ୍ୟକୁ ଭଲ ପାଉଛୁ। ଆମେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଛୁ, ପ୍ରେମ କରୁଛୁ, ସମ୍ମାନ କରୁଛୁ। ଦୁହେଁଙ୍କ କଥା ଆମେ ବୁଝିପାରୁଛୁ। ଘରେ ଶାନ୍ତି ଖୁସି ପ୍ରେମର ଊର୍ଜା ପ୍ରବାହିତ ହେଉଛି। ଆମ କଥାବାର୍ତ୍ତା ମିଠା ସହଜ ଓ ପ୍ରେମମୟ ହେଇଛି। ଭଗବାନଙ୍କ ଆଶୀର୍ବାଦରେ ଆମ ସମ୍ପର୍କ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ଧନ୍ୟବାଦ ପ୍ରଭୁ, ଥ୍ୟାଙ୍କ ୟୁ ମ୍ୟାଗ୍ନିଫିସେଣ୍ଟ ଆଉଟକମ୍ ପାଇଁ। ତ ଥ୍ୟାଙ୍କ ୟୁ କି ଧନ୍ୟବାଦ ଶ୍ରେଷ୍ଠ ଫଳାଫଳ ପାଇଁ। ଏମିତି ଆପଣ ଲେଖିବେ। ପ୍ରେଗନେନ୍ସିରେ ବି ସେଇଆ ଲେଖିବେ, ଧନ୍ୟବାଦ ଶ୍ରେଷ୍ଠ ଫଳାଫଳ ପାଇଁ। ତାପରେ ଆପଣ ଭିଜୁଆଲାଇଜ କରିବେ ଆପଣଙ୍କ ଯେଉଁ ସମ୍ପର୍କରେ ଆପଣ ଲେଖିଛନ୍ତି ସେ କେମିତି ଆପଣଙ୍କ ସାଙ୍ଗରେ ଖୁସିରେ ହସରେ କଥା ଲାଗୁଛି। ବହୁତ ଆପଣ ଶାନ୍ତି ମେହସୁସ କରୁଛନ୍ତି, ବହୁତ ଏନ୍ଜୟ କରୁଛନ୍ତି। ଘରେ ଆପଣ ସବୁବେଳେ ଆପଣଙ୍କ ଊର୍ଜା ପଜିଟିଭ ରହୁଛି। ଆପଣ ବହୁତ ବହୁତ ଥ୍ୟାଙ୍କ ୟୁ ଧନ୍ୟବାଦ କରୁଛନ୍ତି ପ୍ରଭୁଙ୍କୁ। ତାପରେ ଆପଣ ଏଫର୍ମେସନ ଡେଲି ଏଇଟା ମିରର ଦେଖିକିନା, ଯେଉଁ ଏଫର୍ମେସନ ଯେଉଁ ମୁଁ କହୁଛି ସେଟା ଆପଣ ମିରର ଦେଖିକିନା କହିବେ। ମୋ ସମ୍ପର୍କ ପ୍ରେମ ଓ ସମ୍ମାନରେ ପରିପୂର୍ଣ୍ଣ। ଆମେ ଦୁହେଁ ଏକା ଅନ୍ୟଙ୍କୁ ଭଲ ଭାବରେ ବୁଝୁଛୁ। ଆମେ ଦୁହେଁ ପରସ୍ପରକୁ ଭଲ ଭାବରେ ବୁଝୁଛୁ। ଘରେ ଶାନ୍ତି ପ୍ରେମ ଓ ଖୁସିରେ ଊର୍ଜା ରହିଛି। ଆମର କଥାବାର୍ତ୍ତାରେ ସ୍ନେହ ଭରି ରହିଛି। ଭଗବାନ ଆମ ସମ୍ପର୍କକୁ ପବିତ୍ର ଶକ୍ତିଶାଳୀ କରୁଛନ୍ତି। ଏମିତି କହିକିନା ଆପଣ ପୁଣି ରାତିରେ ବି ତାକୁ ଆଉଥରେ ମନେ ପକାଇବେ। ତାପରେ ଧନ୍ୟବାଦ ଧନ୍ୟବାଦ ଭଲ ଫଳାଫଳ ପାଇଁ ଲେଖିବେ। ଥାର୍ଡ ହେଉଛି ଯଦି ଆପଣ ଜବ୍ ଚାହୁଁଛନ୍ତି ୟା ଛୁଆର ଜବ୍ ପାଇଁ ୟା ତାର ପରୀକ୍ଷାର ରେଜଲ୍ଟ ପାଇଁ, ତାହେଲେ ଲେଖିବେ ଆପଣଙ୍କ ଇଚ୍ଛା ସନ୍ ଜବ୍ ଆଉଟକମ୍ କହିନା ଲେଖିବେ। ତ ଆପଣଙ୍କର ଫାଷ୍ଟ ଲେଖିବେ ମୋ ପୁଅର ଜବ୍ କନଫର୍ମ ହେଇଯାଇଛି, ବହୁତ ଭଲ ରେଜଲ୍ଟ ଆସିଛି।
इंटरव्यू से स्मूथली सब किछि भल भाव आंसर देछि से कॉन्फिडेंट एंड सक्सेसफुल आउ हैप्पी अच्छी ता सहित मु भी आज बहुत खुशी छी सब बेले जो भी आमे ड्रीम देखुचंती मैनिफेस्ट करते सब बेले आमे आग निजको निजे माने एतरे आमे खुशी अच्छे बोले आग भाबिबा माने एई गोटे बेहतर परिणाम हेले मु आज बहुत खुशी अच्छे एटा सब बेले आपण निजको निजे मेन स्क्रिप्ट रो मेन माने आपण कहानी रो स्टोरी रो आपण रहिबे मेन कहानी रो माने जो किरदार तार जो कहती आपण रहिबे धन्यवाद फास्ट तापर आपण लिखिबे धन्यवाद 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 भगवान मो पुअर जॉब अत्यंत सुंदर भाବରେ होइगला से इंटरव्यू रे बहुत आत्मविश्वास रे कथा हैला से सबु प्रश्नर श्रेष्ठ उत्तर देला भगवान का आशीर्वाद रे से सुरक्षित और सफल खुशी रे अछि फलाफल भी भल आसिला से तार इच्छा स्वप्नर जॉब पाइथिबारु मु बहुत खुशी अछि आम परिवार रे समस्त खुशी आभार रे परिपूर्ण धन्यवाद प्रभु श्रेष्ठ फलाफल पाई एमती आपण लिखिबे तापर आँखि बंद करिवे विजुअलाइज करिवे कि आपण को पुओ केमती जॉब पाइला पर केमती खुशी अछि से केमती सक्सेसफुल स्टेबल और कॉन्फिडेंट अछि ता सारे आम समस्त परिवार आपण केमती खुशी अछंती जहाँ जहाँ आपण तापे स्वप्न देखिछंती सेडा सब पूरा होछि एमिति 8 मिनिट विजुअलाइज करिवे 8 मिनिट विजुअलाइज करला परे तापर एफर्मेशन अच्छी जोटा मिरर देखिना कहबे पावरफुल एफर्मेशन मोर पुओ ପାଇଁ श्रेष्ठ जॉब आसुचे से दिन को दिन आउ सफल होउचे भगवान ता ପାଇଁ सुंदर अवसर तैयारी करचंती से आत्मविश्वास रे परिपूर्ण तांकर कैरियर तार कैरियर दिव्य भाव रे सफल होउचे एमती आपण 5टा एफर्मेशन करिवे तापर आपण राति रे सुइला बेलको पुणी विजुअलाइज करेंगे उसके लिए सही समय सही अवसर आसीची सबके सब धन्यवाद कहना आप राति शोबे এটা ଆପଣ ଡେଲି କରନ୍ତୁ ଏଟା ହେଉଛି ମ୍ୟାଗ୍ନିଫିସେଣ୍ଟ ଆଉଟକମ୍ ଏ ତିନିଟା ଆପଣ ଯେଉଁଟା ଆମର କ'ଣ ମେନ୍ ସେ ତିନିଟା ଆଫର୍ମେସନ୍ ଆପଣ ଡେଲି ମ୍ୟାଗ୍ନିଫିସେଣ୍ଟ ଆଉଟକମ୍ ଲଗାଉଥିବେ ଦେଖିବେ ଧୀରେ ଧୀରେ ସେ କାର୍ଯ୍ୟ ପୂରଣ ହେଇଯିବ ଗୋଟେ ପରେ ଗୋଟେ ଆପଣ ଯେତେବେଳେ ତିନିଟା ଲଗେଇବେ ସେ ତିନିଟା ପୁରା ହେଲା ପରେ ଯେ ଆପଣ ପୁଣି ଆଉ ତିନିଟା ପିନ୍ଧା ହେଲା ପରେ ପୁଣି ଆଉ ଗୋଟେ ସେଥିରେ ଏଡ୍ କରିବେ ଗୋଟେ ଯେତେବେଳେ ହେଇଯିବ ଆଉ ଗୋଟେ ମ୍ୟାଗ୍ନିଫିସେଣ୍ଟ ଆଉଟକମ୍ ଲଗେଇବେ ଏକା ସାଙ୍ଗରେ 8-10ଟା ଲଗେଇବେନି ଡେଲି ଆପଣ 3ଟା ଲଗାନ୍ତୁ ତାକୁ ଡେଲି ଲେଖନ୍ତୁ ଯେ ମୋର ଏଇ ସ୍ୱପ୍ନଟା ପୁରା ହେଇଗଲା ଥ୍ୟାଙ୍କ ୟୁ କେମିତି ଲାଗିଲା ଆଜିର ଭିଡ଼ିଓ ଆଉ ନିଶ୍ଚୟ ମୋର ଭିଡ଼ିଓ ଦେଖିକି ଆପଣମାନେ ପ୍ରାକ୍ଟିସ୍ କରୁଥିବେ ମୋର ଆଶା ଏବଂ ବିଶ୍ୱାସ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ